ଯେତେବେଳେ ମଣିଷର ଶକ୍ତି ତରଙ୍ଗ ମୌନତାରେ କେନ୍ଦ୍ରାୟିତ ହୁଏ, ସେତେବେଳେ ମଣିଷ ବାକ୍ସିଦ୍ଧ ହୋଇଥାଏ। ଯେତେବେଳେ ମଣିଷର ଶକ୍ତି ତରଙ୍ଗ ଚକ୍ଷୁରେ କେନ୍ଦ୍ରାୟିତ ହୋଇଥାଏ, ତାହାକୁ ତ୍ରାଟକ କହନ୍ତି। ଆଗରୁ ଯୋଗୀ ଋଷି ମୁନିମାନେ ତ୍ରାଟକ ଯୋଗ ଦ୍ୱାରା ହିଂସ୍ର ଜନ୍ତୁମାନଙ୍କ କବଳରୁ ରକ୍ଷା ପାଉଥିଲେ। ଧ୍ୟାନ ଦ୍ୱାରା ମଣିଷର ଶକ୍ତି ତରଙ୍ଗ ଯେଉଁଠାରେ କେନ୍ଦ୍ରାୟିତ ହୁଏ, ସେହି ଜିନିଷ ମଣିଷ ପ୍ରାପ୍ତ ହୋଇଥାଏ। ସେଇଥିପାଇଁ ଯୋଗୀ ଋଷି ମୁନିମାନଙ୍କର ପ୍ରାପ୍ତ ଅପ୍ରାପ୍ତ ବୋଲି କିଛି ରହେ ନାହିଁ।